ମୁଁ ତ ଜଗନ୍ନାଥ ମନ୍ଦିରକୁ 2015 ମସିହାରୁ ଯାଏ। ବୁଝିପାରୁଛ ତ? 2015 ମସିହାରେ ଯୋଉ ବିଭ୍ରାଟ ହେଲା କଣ କି ବ୍ରହ୍ମ ବିଭ୍ରାଟ ହେଲା, ତେଣୁ ଜଗନ୍ନାଥ ଅସଲି କି ନକଲି ମୋ ମନ ଭିତରେ ସନ୍ଦେହ ଭର୍ତ୍ତି କରିଦେଲେ ସାମ୍ବାଦିକ ମାନେ। ତେଣୁ ଯଦି ଅସଲି ନକଲି ଆମେ କଣ ଜାଣିନାହୁଁ, ମୁଁ ଜଗନ୍ନାଥକୁ ଯୋଉଠି ଥାଇ ଡାକିଲେ ବି ସେ ମୋ କଥା ଶୁଣିବେ। ଆମେ ଦାସିଆ ବାଉରୀ ଏବଂ ଆମେ ଭକ୍ତ ସାଲବେଗ। ଆପଣ ବାରମ୍ବାର ସେ ମନ୍ଦିର ବିଷୟରେ ମତେ କାହିଁ ପଚାରୁଛନ୍ତି? ଯଦି ମନ୍ଦିର ବିଷୟରେ ଆଲୋଚନା କରିବାର ଅଛି, ଆମର ଜଣେ ସାମ୍ବାଦିକ ବନ୍ଧୁ ଯାଇଥିଲେ ଅଯୋଧ୍ୟା। ସେ ଅଯୋଧ୍ୟାରେ ସେ କହିଲେ ଯେ ପୁରୁଣା ଯୋଉ ଅଯୋଧ୍ୟା ମନ୍ଦିର ଥିଲା ସେଥିରେ ରାମଲାଲାଙ୍କ ସହିତ ଜଗନ୍ନାଥ ମଧ୍ୟ ପୂଜା ପାଉଥିଲେ। ଯଦି ଏତେ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ପ୍ରେମ ଅଛି, ରାମ ମନ୍ଦିରରେ ଜଗନ୍ନାଥଙ୍କର ଆଉ ଗୋଟିଏ ମୂର୍ତ୍ତି ବସେଇବାର ଦାବି ଓଡ଼ିଶା ତରଫରୁ କରାଯାଉ। ଐତିହାସିକ ଦୃଷ୍ଟିରୁ ଯଦି ରାମଙ୍କ ଜନ୍ମସ୍ଥାନ ସେଟା ଥିଲା, ଇତିହାସ କହୁଛି, ସେଥିପାଇଁ ସେଠି ରାମ ମନ୍ଦିର ପ୍ରତିଷ୍ଠା କରି ଆମର ବିଜେପି ଭାଇମାନେ ଗର୍ବ ଅନୁଭବ କରୁଛନ୍ତି, ମୁଁ ତାକୁ ଅଭିନନ୍ଦନ ଜଣାଉଛି। କିନ୍ତୁ ସେଇଠି ମଧ୍ୟ ଆମର ଜଗନ୍ନାଥ ବି ପୂଜା ପାଉଥିଲେ, ଜଗତର ନାଥ। ସେ ଜଗନ୍ନାଥ ବର୍ତ୍ତମାନ ନୂଆ ମନ୍ଦିରରେ ପୂଜା ପାଇବେ ନା ପାଇବେ ନାହିଁ? ମୁଁ ତ ଭାବୁଛି ଜଗନ୍ନାଥ ପୂଜା ପାଇବା ନିହାତି ଦରକାର, ଯଦି ପ୍ରକୃତରେ ସେଠି ଥିଲା। ଏ ସାମ୍ବାଦିକଙ୍କ କଥାରୁ ମୋ ମନକୁ ଆସୁଛି, ଆଗରୁ ମୁଁ ଜାଣିନଥିଲି।